ଟେକମ ହାତୀ ମହାରୁ ଗ୍ରାମ ପଞ୍ଚାୟତ ସମାଜସେବୀ। ମୁଁ କଙ୍କଡ଼ାହାଡ଼ ଯାଇଥିଲି। ଆମେ ବାଟରେ ଫେରିଲା ବେଳକୁ ଜଙ୍ଗଲ ପ୍ରାୟ ଆମେ ଏବେ ସଚେତନ ଶିବିର ଗୋଟେ ହେଇଥିଲା। ସେ ସଚେତନ ଶିବିରରେ ଅଗ୍ନିର ଆମେ ଏଇ ବାବଦରେ ବହୁତ କିଛି ସମାଲୋଚନା ଆମ ଜିଲ୍ଲା ପର୍ଯ୍ୟଟକ ପୋଷ୍ଟିଂ ଆମର ବି ଏଠି ଉପସ୍ଥିତ ଥିଲେ ଆଉ ଅନ୍ୟାନ୍ୟ ସରପଞ୍ଚ ମାନେ ବି ଥିଲେ। ଯେହେତୁ ଆଜି ଆମେ ଦେଖିଲି କିଛି ଦିନ ବ୍ୟବଧାନ ପରେ ଆମ କଙ୍କଡ଼ା ବାଟରେ ଫେରିଲା ବେଳକୁ ନିହାତି 4 ଧାମ ଲାଗୁଥିଲା। ଆମ 1 ନମ୍ବର ଜୋନର ଜିଲ୍ଲା ପରିଷଦ ନବକିଶୋର ସାହୁ ସେ କନିଷ୍ଠ ହେଲେ ସୁଦ୍ଧା ତାର ଦୟାଳୁ ବହୁତ ଅଛି। ଯେ ଗଛ ବହୁତ ମୂଲ୍ୟବାନ ଗଛ ବି ନଷ୍ଟ ହେଇଯାଉଛି। ଯାହା ହଉ ଆମେ ଦେଖିଲୁ ଏଇ ଆମ ବାଟରେ ଯୋଉ ଭଳିଆ ସିଏ ମାନେ ନିହତ ମାନେ ଅନାହତ ହେଇ ଡାଳ ଭାଙ୍ଗିକିରି ତାକୁ କରାଗଲା। ସେଥିପାଇଁ ମୁଁ ବହୁତ ଖୁସି। ଆଉ ଏତିକି ମୁଁ କହି ଧନ୍ୟବାଦ ଦେବି। କଙ୍କଡ଼ାହାଡ଼ କୌଣସି କାର୍ଯ୍ୟକ୍ରମ ସାରି ନିଜ ଗାଁକୁ ଫେରୁଥିବା ସମୟରେ ଦୁଲିଆ ପାଖରେ ଆମର ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱର ଜଙ୍ଗଲ କୌଣସି ଦୂରତ୍ୱ ନିଆଁ ଲଗେଇ ଦେଇଥିବାରୁ ଜଙ୍ଗଲ ଲାଗୁଥିବାର ଦେଖି ମୁଁ ସଙ୍ଗେ ସଙ୍ଗେ ଗାଡ଼ିରୁ ଓହ୍ଲାଇ ନିଆଁକୁ ଆୟତ୍ତ କରିଥିଲି। ମୁଁ ଯେଉଁଠି ଜଙ୍ଗଲ ଲାଗିଥିବାର ଦେଖେ ସେଠି ନିଆଁକୁ ଲିଭାଇ ଥାଏ। ଜଙ୍ଗଲ ଲାଗିବା ଦ୍ୱାରା ବର୍ତ୍ତମାନ ଆମର ଜଙ୍ଗଲର ଜୀବଜନ୍ତୁ ସମସ୍ତେ ବର୍ତ୍ତମାନ ଗାଁ ମୁହାଁ ହେଇସାରିଲେଣି। ମୋର ସମସ୍ତଙ୍କୁ ଅନୁରୋଧ ରହିବ ଆମେ ସମସ୍ତେ ସଚେତନ ରହିବା ପରିବେଶକୁ କେମିତି ବଞ୍ଚାଇ ପାରିବା ସେ ଦିଗ ପ୍ରତି ଆମେ ଯତ୍ନବାନ ରହି ନିଶ୍ଚିନ୍ତ ଭାବରେ ଆମେ ସଂକଳ୍ପ ନେବା କେମିତି ପରିବେଶ ସୁରକ୍ଷିତ ରହିବ। ସେତିକି ମୋର ଅନୁରୋଧ ରହିବ।